हेलो हाय नमस्कार सांग मैंने मकर संक्रांति समस्त हार्दिक हार्दिक शुभेच्छा शुभकामना। आज हूँ आम ऑफिस स्टाफ मानकर आज गोटे भोजी होची जोटा कि व्यास सरोवर रे। चलो हम जीवा सेठी देखिया कौन कौन से तो टाइम कहते 12टा लेट हो गलानी। मुझे मो ब्लैक पैंथर धरिकी रेडी जावाई। चलो जीवा देखिया सेठी आम कौन कौन करवा आगू। नमस्कार गाइस, आज आम गोटे ऑफिस स्टाफ मान गोटे भोजी अच्छी गाड़ी कर बाहर कर करके भोजी की जावाई गोटे पिकनिक गोटे होगी व्यास सरोवर में देखा कौन। सांग मैंने मुझे एक्चुअली गोटे पशिगली फेरोक्रम भितर। एक्चुअली आम घर कतरू व्यासनगर हम व्यास सरोवर हम 16 किलोमीटर। तो मुझे गोटे सर्टकट मारिकी जाऊँगी जोटा फेरोक्रम रूट एटा कहुए। ये पशिगले टे पाख हम पहुँचापी। देखो आगू कौन कौन हो भाई मैंने मुझे बाट भूली जाइए। मोर बाट ही मन पड़नी। मुझे गोटे कड़े पशिली तो टोटाली बाट ही मन पड़नी। बहुत दिन तले आसती एपट रूट्रे खाली बाट रास्ता सारा खाली काच ही पड़ी भाई। बाट एपटे अच्छी कि नहीं डाउट अच्छी। जन भाई किए आसुँच आगुरी पचार। मौसा गोटे बाट अच्छी ना सरोवर को मौसा मना करदे ना बोली। ए भाई अरे यार एक्चुअली एटा बाट थिला जोटा बंद कर दे ट्रेन लाइन पे। देखो ट्रेन ट्रैक जाइए बंद कर दे कौन करी बुझीपार। ठीक अच्छे भाई देखुची कौन करी भाई। ये एक्चुअली गोटे नुआ इंडस्ट्री खोलची देखिपे पूरा रोड मझिया मझे मैंने कौन गेट फेट पूरा बन देती। मे भी सेपटू छाड़े बोधे देखा। भाई मैंने मुझे एक्चुअली भूल बाटर पशि जाइली। जड़े मौसा थे से कहले कि यही पूरा सीधा रास्ता हूँ सरोवर। तो एक्चुअली नुआ कौन इंडस्ट्री खोलते रूटा पूरा बंद कर देते। भाई वो फर्स्ट टाइम अच्छे सरोवर। तो फाइनाली भाई मैंने एते मेहनत करे एते लोक पचारा पर एक्चुअली पहुँची गली पूरा सरोवर रूट्रे। राइट साइड हूँ सरोवर व्यास सरोवर। व्यास सरोवर बहुत डेभलप हो गला।
ଯାଚୁଛନ୍ତି। ବହୁତ ବହୁତ ଆକ୍ଚୁଆଲି ଭୋଜି ହଉଛି। ସାଙ୍ଗମାନେ ଦେଖନ୍ତୁ ଆମର ଏଠି କେତେ ଷ୍ଟାଫ୍ ସମସ୍ତେ ବସିକି ଖାଉଛନ୍ତି। ବ୍ୟାନରଟାକୁ ବି ଚିରି ସାରିଲେଣି, ଏତେ ଲୋକ। ଆମର ଏଠି କୁନାଲ ଭାଇ ଯିଏକି ପାମ୍ପଡ଼ ଦେଉଛନ୍ତି। କୁନାଲ ଭାଇ ତାଙ୍କ ମୁହଁ ଲୁଚେଇ ଦେଇଛନ୍ତି, ତଥାପି ସେ ପରଦାରୁ ହଟି ପାରୁନାହାନ୍ତି। ଦେଖନ୍ତୁ ମୋର ଆଉ 2 ଜଣ ସାଙ୍ଗ ଆସି ପହଞ୍ଚି ଯାଇଛନ୍ତି ଭୋଜିକୁ। ସେ ପୁରା ରେଡ଼ି ହେଇକି ଶ୍ୱଶୁରଘର ଗଲା ଭଳିଆ ସବୁ ଆଇଛନ୍ତି। ଭୋଜି ପୁରା ରେଡ଼ି। କେମିତି ଲାଗୁଛି ଏଇ ଆସିକି? ଆଉ ଜଣେ ପ୍ରମୋଦ ବାବୁ ପୁରା ଭୋଜି ପୁରା ଚାଲିଛି ପୁରା। ଆଉ ବହୁତ ଲୋକ ପିକନିକ ଚାଲିଛି ପୁରା ଏଠି। ଏ କ୍ୟାମେରାମ୍ୟାନ ରୁହ 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 ରୁହ, ଇଏ ହେଉଛନ୍ତି ସୁକାନ୍ତ ସାର୍ ଓରଫ ଦ ଫାଦର ଅଫ ଆୱାର କମ୍ପାନୀ। ଜୟ ଜଗନ୍ନାଥ। ହେଉଛନ୍ତି ଦ ଫାଦର ଅଫ ଆୱାର କମ୍ପାନୀ ସୁକାନ୍ତ ସାର୍। ସାର୍ କିଛି କୁହନ୍ତୁ। ସବୁ କିଛି ମାନେ ଆମ କମ୍ପାନୀ ଡେଭଲପ ଆଜି କେମିତି ଲାଗିଲା? ଯୋଉ ଯେ ପରିସ୍ଥିତିରେ ଯୋଉ ଆଜି ଉପର ପରିସ୍ଥିତି ଆସିଛି କେବଳ ସାର ପାଇଁ। ଆଜି ଯାହା ବି ଆମେ ଅଛୁ କେବଳ ସାର ପାଇଁ। ତା ଦିବର କିଛି ଆଜି ଯେଉଁ ମହଲଟା ହେଇଛି, ସବୁ ପିଲାମାନେ ଗାଦରିଂ କରାଯାଇଛି ଗୋଟେ ସହରରେ ମିଶିବା। ଆମ ନିଳାଞ୍ଚଳ ଟାଟା ଷ୍ଟିଲ୍ ପିଲା ମିଶିବା ଗୋଟେ ଭାଇଚାରା ସମ୍ପର୍କ ଗୋଟେ ବଢ଼େଇବା। ସେଇଥିପାଇଁ ଆମେ ପ୍ରୋଗ୍ରାମ କରୁଛୁ। ଭାଇଚାରାର ସମ୍ପର୍କ ବଢୁଛି। ଜୟ ସାଇ କୃପା। ଖିଆ ପିଆ ପୁରା ଜୋରଦାର ଚାଲିଛି, ବନ୍ଦ ହବାର ନାହିଁ। ସଫିସିଏଣ୍ଟ ପୁରା। ଆଉ ମଟନ ଆହୁରି ବସିଛି। ଭାଇମାନେ ଆପଣ ତ ମଟନ ଦେଖିନଥିବେ, ଦେଖନ୍ତୁ ମଟନ। ଦେଖନ୍ତୁ ନାଡ଼ି ନାଡ଼ି ପିସ୍, ପାମ୍ପଡ଼, ଭାତ। 5 ଟଙ୍କା ଦେଇ ମଟନ ଆପଣ ଖାଇପାରିବେ। ଆମର ଆଭେଲେବୁଲ ସବୁବେଳେ ମିଳୁଛି, କେବଳ ରବାରିଆ। ଯଦି ବି ଆପଣ କୋଉଠି ସମସ୍ୟା ହେଉଛି, ଆପଣ ଖାଇପାରନ୍ତି, ଆପଣ ପଇସା ନାହିଁ, ତାହେଲେ ନିଜେ ମର, ଆମ କତିରେ ପଇସା ବି ନାହିଁ। ମଦନ ଭାଇ, ପଣ୍ଡା ଭାଇ ଆମର ଏଠି ମାନେ କଫ୍ ସିରପ୍ ପିଉଛନ୍ତି। ପଣ୍ଡା ଭାଇଙ୍କୁ ପଚାରିବୁ, ଖୋଲା ଖୋଲି ତାଙ୍କୁ ପଚାରିବା। ପଣ୍ଡା ଭାଇ ଆକ୍ଚୁଆଲି ତାଙ୍କର 2 ଦିନ ହେବ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା। ପଣ୍ଡା ଭାଇ ସହିତ ମିଟ୍ କରିବା। ପଣ୍ଡା ଭାଇ ଇଏ କୋଉ କଫ୍ ସିରପ୍ ଟିକେ ମୋତେ କହିବା? ହେଉଛି ରଫଡ଼ ମାନେ ଦେହ ଭଲ ରହେ। ଶୀତ ମାନେ ଥଣ୍ଡାରେ ଯେଉଁ ଆଣ୍ଠୁଗଣ୍ଠି ପ୍ରୋବ୍ଲେମ୍ ରହୁଛି, ଆପଣ ଦିନକୁ 2 ଥର ପିଅନ୍ତୁ, ଭଲ ରହିବ। ଆପଣଙ୍କର ସ୍ତ୍ରୀକି ବି ଦିଅନ୍ତୁ। ସ୍ତ୍ରୀକି ବି ଦିଅନ୍ତୁ, ସିଏ ବି 2-3 ଥର ପିଅନ୍ତୁ, ଭଲ ରହିବ। ଆଉ ତା ସହିତ ଇଏ ବି ଟିକେ ନିଅନ୍ତୁ। ଆଉ ସବୁଠାରୁ ବଡ଼ ଗୋଟେ ହେଉଛି ଆମର ଯେଉଁ କଫ୍ ସିରପ୍ର ସବୁଠାରୁ ବଡ଼ ହେଉଛି ଆମର ଏଇଟା ବି ନେଲେ ଭଲ ହେବ। କାହିଁକିନା ଏଇଟା ପାଖାପାଖି ଦୋକାନ ମିଳିଯାଉଛି ଏଠି ନା, ସବୁ ଜାଗାରେ ପାଖ ଦିଆଯାଉଛି। ମାନେ ଟେନସନ୍ ମୁକ୍ତ ଦିଏ, ସଂସାରରୁ ମୋହମାୟା ଛାଡ଼ିଦିଏ, ହିଂସାବାଦ ଏଇଟା କିଛି ନଥାଏ। ଯାହା ମନ ଥାଏ ସେ ସବୁ ବାନ୍ତି ହେଇକି ବାହାରିଯାଏ। ମୁଁ ତ ପଣ୍ଡା ଭାଇକି ପଚାରିବି ଏ ବିଷୟରେ। ପଣ୍ଡା ଭାଇ ଏ ବିଷୟରେ କ'ଣ କହିବ ଆପଣ? ଏଇଟା ତମେ ନେଇ କରିବ। ନା ଗୋଟେ 2 ପଦ କହିବ ନା କ'ଣ ପାଇଁ? ମନ ରହିବ, ସ୍ୱାସ୍ଥ୍ୟ ଭଲ ରହିବ, ମାଇଣ୍ଡ ଫ୍ରେଶ୍ ରହିବ। କହୁଥିଲେ କ'ଣ ଆକୁ ବନ୍ଦ ବାନ୍ଦ କରିଦେବି, ଏମିତି ଦାମିକିଆ କଫ୍ ସିରପ୍ ବନ୍ଦ କରିଦେଲେ ଲୋକଙ୍କର ବହୁତ ଦେହ ଖରାପ। ଇଏ ହେଉଛି 1 ନମ୍ବର ଜିନିଷ। ନା 1 ନମ୍ବର ଜିନିଷ ପିଇଲେ ବି ସ୍ୱାସ୍ଥ୍ୟ ପୁରା ଠିକ୍ ରହିବ। ପେଟ ଖରାପ ହେଉଛି। ଗ୍ଲାସ୍ ଆଉ ପାଣି ଆଉ ବୋତଲ ପାଣି ନେଇକି ଆଗେ ତମେ ଯଦି ଚାଖିବ ଭଲ କିନା ଭଲ ଲାଗିବ। ବେଶୀ କଫ୍ ସିରପ୍ ପିଇଲେ ପାଟିରେ ମୋର କ'ଣ କହିଲେ ଯେଉଁ ଇଏଟା ବାହାରିବ, ଲୋକମାନଙ୍କୁ ଜଣାପଡ଼ୁଛି ପୁରା ବଢ଼ିବ। ତମେ ଟିକେ ନେଇକି ଆସ ମଟନ୍ ଟିକେ, ଆଉ ଖାଲି ଗ୍ଲାସ୍ଟେ ନେଇକି ଆସ। ମଟନ୍ ସେଠି ଅନେକ କହିଛନ୍ତି, ମଟନ୍ ନେଲା ବେଳେ କାଇଁ ଆମେ ନେଇକି ଆଇଲୁ। ମଦନ ଭାଇ ଆମର ବି ଆଉ ଜଣେ ଭାଇ ରେଷ୍ଟ ନେଉଛନ୍ତି ତଳେ, ଭାଇକି କଲା। ହ୍ୟାଲୋ ଫ୍ରେଣ୍ଡସ୍, ଭାଇମାନେ ଆମର ଏବେ ଖାଇବା ସରିଗଲା। ଆମେ ଏବେ ଯାଉଛୁ ଟିକେ ଆସୁଛୁ ବୁଲିବା ପାଇଁ। ଦେଖନ୍ତୁ ଏଇଟା ହେଲା ବ୍ୟାସ ସରୋବର। ବହୁତ ଡେଭଲପ୍ ହେଇଗଲାଣି ବ୍ୟାସ ସରୋବର। ଆଗରୁ ଯାହା ଯେମିତି ଥିଲା, ଏବେ ବହୁତ ଡେଭଲପ୍ ହେଇଗଲାଣି।
କରିଦେଇଛନ୍ତି। ରାତିରେ ଆକ୍ଚୁଆଲି ଆସିଲେ ଆହୁରି ବହୁତ ମଜା ଲାଗିବ ଏଠି ରାତିରେ ଆସିଲେ। ଯାଜପୁର ଏବେ ବହୁତ ଡେଭଲପ୍ ହେଇଗଲାଣି। ମୁଁ ଯେତେବେଳେ ମୋର ମନେ ଅଛି ମୋତେ ଛୋଟ ଛୁଆବେଳେ ଆସେ ସରୋବରରେ ଯେତେବେଳେ ଏଠି ଗୋଟେ ମହୋତ୍ସବ ହୁଏ ସେତେବେଳେ ଏଇ ସାଇଡ଼୍ରେ ଗୋଟେ ସବୁ ଦୋକାନ ଥାଏ, ଏଠି ଗାଡ଼ି ପାର୍କିଂ ପାଇଁ ଥାଏ। ଏବେ ଏଠି ଗୋଟେ ବହୁତ ବଡ଼ ଗୋଟେ ପଣ୍ଡ ହେଇଯାଇଛି ଦେଖନ୍ତୁ। ଏବେ ଏଇଟା କ୍ଲୋଜ୍ ଅଛି ପାର୍କଟା। ଏବେ ଗଛ ଫଛ ଲଗାଉଛନ୍ତି ଏଠି, ଗଛ ଫଛ ଲାଗି ସାରିଲେ ଆହୁରି ବହୁତ ସୁନ୍ଦର ହେଇଯିବ। এটা ଦେଖନ୍ତୁ ଏଇଟା ହେଉଛି ପଣ୍ଡ। ବହୁତ ଟୁରିଷ୍ଟ ବି ଆସୁଛନ୍ତି ଏଠିକି। ଆକ୍ଚୁଆଲି ଜାଗାଟା ବହୁତ ଭଲ ହେଇଛି ନା, ଚାରିପଟ ପୁରା ପାଣି କରିଦେଇଛି, ମଝିରେ ମନ୍ଦିରଟା ବହୁତ ସୁନ୍ଦର ବି ଲାଗୁଛି। ମ୍ୟାଡମ୍ ମାନେ ଏଠି ସବୁ ଫଟୋ ଉଠାଉଛନ୍ତି। ଏଇଟା ହେଉଛି ଗୁପ୍ତ ଗଙ୍ଗା, କିନ୍ତୁ ଗଙ୍ଗା ଏବେ ଗଙ୍ଗା ଅବସ୍ଥାରେ ନାହିଁ। ଏବେ ଆମେ ଆସୁଛୁ ବ୍ୟାସ ସରୋବର। ଏଠି ଜଣେ ମ୍ୟାଡମ୍ ଦେଖାହେଲେ ଯିଏକି କୋଉଠୁ ଆସୁଛନ୍ତି ମ୍ୟାଡମ୍? ମୁଁ ଆସି ପାଟନାରୁ ଆସିଛି। ପାଟନାରୁ ସେ ଆସୁଛନ୍ତି, ଏତେ ବାଟରୁ ଆସୁଛନ୍ତି ବୁଲିବା ପାଇଁ। ତ ମୋତେ ଏଠି ବହୁତ ଭଲ ଲାଗୁଛି। ଆଣ୍ଡ ଆପଣମାନେ ଏଠି ଆପଣ ବି ଆସନ୍ତୁ, ଏଠି ବୁଲିକି ଦେଖନ୍ତୁ। ଏଠି ବହୁତ ଶାନ୍ତ वगैरह नज़ारा वगैरह अच्छी। और यहाँ पर एठी मोर साଙ୍ଗମାନେ ବି ଆସନ୍ତି ଦେଖନ୍ତୁ ଚାରିପଟ ଆକ୍ଚୁଆଲି ପୁରା ପାଣି ଅଛି। ଦେଖିପାରୁଥିବ ଚାରିପଟ ଯାକ ପୁରା ପାଣି। ସେପଟେ ଛୋଟ ଛୁଆଙ୍କର ଗୋଟେ ହେଇଛି ଦୋଳି ଖେଳିବା ପାଇଁ। ଦେଖନ୍ତୁ ବହୁତ ବଢ଼ିଆ ଜାଗା, ଆପଣ ଆସନ୍ତୁ ବୁଲିକି ଯିବେ। ଜାଗା ଆକ୍ଚୁଆଲି ବହୁତ ବଢ଼ିଆ। ମ୍ୟାଡ଼ାମ୍ ହେଉଛନ୍ତି ଆମର ଭୋଜପୁରୀ। ସେ ଭୋଜପୁରରେ କିଛି କହିବେ। ଆସିଥିଲେ ଏଠି ଆମର ଥିଲା स्टाफ भोजी। केम लगला मैडम? तो आज हमारा बहुत अच्छा लगल है और यहाँ के जो खाना पीना रहा भी बहुत अच्छा लगा। तो हम भी चाहते नहीं कि आप लोग रौरा लोग आए यहाँ पे और खाना भोजी में इंजॉय करी लो और आके यहाँ पर इंजॉय करके जाए लो। कहीं यहाँ पर बहुत अच्छा अच्छा पार्क भी बाटे। तो हम इतना ही कहे चाहते नहीं कि इंजॉय कर लो और मस्त रह लो। हेलो गाइस, हमरो एबे ये होतनी जने बड़ भाई को केम लागिला आज रो पिकनिक पार्टी? मटन खाई पेट फुल खाली कि हजम हम भावुची। आइसक्रीम आउ दी थर खाई था लेट रे आइली सरीगला भारी मन दुख। ओ माय जय गॉड, सुकांत भाई। जय सुकांत भाई। मटन पूरा पूरा माने हेवी पूरा बाटे पूरा माने पेट फुल बेक जाए खाई। ओ माने बसी के हजम करछि। बसी के हजम करछन भाई हमरो प्रबल नादी खाइछन मटन। छेली छेली उड़ीची पूरा पूरा उड़ीची। माने आमे एबे बुली सारलु। एबे आमे जाउछु बारी जिबु। पिकनिक पार्टी बहुत बढ़िया थिला, लोकेशन भी बहुत बढ़िया थिला। आपण माने आसंतु, आसिक बुली जांतु, बहुत बढ़िया जगह।
ଆସିକି ଥରେ ବୁଲି ଭିଜିଟ୍ କରି ଯାଆନ୍ତୁ। ଆଉ ଏଠି ମହୋତ୍ସବ ହେବ, ଫେବୃଆରୀ ମାସରେ ମହୋତ୍ସବ ହେବ, ସେତେବେଳେ ମୁଁ ଅପଡ଼େଟ୍ ପକାଇଦେବି। ଆପଣମାନେ ଆସନ୍ତୁ, ବୁଲିକି ଯାଆନ୍ତୁ। ଠିକ୍ ଅଛି। ବହୁତ ଦୂର ଦୂରରୁ ବି ଲୋକମାନେ ସବୁ ଆସୁଛନ୍ତି ଏଠିକି। ଆଉ ଏତିକି କଥା ବାସ୍। ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର ବି କରନ୍ତୁ। ଆପଣମାନଙ୍କ ଆଶୀର୍ବାଦ ରହିଲେ ମୁଁ ଆହୁରି ବହୁତ ଭଲ ଭଲ ଜାଗାକୁ ବି ଯିବି ଆଉ ନୂଆ ନୂଆ ଜାଗା ଆପଣଙ୍କୁ ଦେଖେଇବି। ପୁରୁଣା ଜାଗା ତ ସମସ୍ତେ ଯାଆନ୍ତି, ସମସ୍ତେ ଦେଖାନ୍ତି। ମୁଁ ଆପଣ ନୂଆ ନୂଆ ଜାଗା ଦେଖେଇବି, ଇଣ୍ଟରେଷ୍ଟିଂ ଜାଗା। ରହିଲି, ଜୟ ଜଗନ୍ନାଥ, ନମସ୍କାର।